এই ଆଦ୍ୟ ଅଦ୍ୱିତୀୟ ପରାଶକ୍ତି ଦିବ୍ୟ ଜନନୀ ମା ମୋର ତଥା ଆମ ସମସ୍ତଙ୍କର ଆନ୍ତରିକ ପ୍ରଣାମ ଗ୍ରହଣ କର। ଉପସ୍ଥିତ ସମସ୍ତ ଦିବ୍ୟାତ୍ମା ମାତୃ ସନ୍ତାନ ମାନଙ୍କୁ ମୋର ପ୍ରଣାମ, ନମସ୍କାର, ଶ୍ରଦ୍ଧା। ମା ଏବଂ ପରମ ପ୍ରଭୁଙ୍କ ପାଖରେ ପ୍ରାର୍ଥନା କରି ଆଜିର ଶ୍ରଦ୍ଧା ଆଲୋଚନା ଆରମ୍ଭ କରିବା। ଶ୍ରୀ ଅରବିନ୍ଦ ମଦର, grant us your help in our endeavor to understand your teaching. परम प्रभुଙ୍କ महान ग्रंथ द लाइफ डिवाइन चैप्टर 13 डिवाइन माया ର ପାରାଗ୍ରାଫ 3 ଟା ଉପରେ ଦାୟିତ୍ୱ ଅଛି ଆଲୋଚନା କରିବା ପାଇଁ। ମା ଏବଂ ପ୍ରଭୁଙ୍କ ପାଖରେ ପ୍ରାର୍ଥନା କରି ଆରମ୍ଭ କରିବା। এই ডিভাইন মায়া চ্যাপ্টার 13 ପାରାଗ୍ରାଫ 3। ଏହି ବିଶ୍ୱ, ଏହି ସୃଷ୍ଟି ଭଗବତ ସତ୍ତାଙ୍କର ଏକ ପ୍ରକାଶ, ସେଇ ବିଇଂ ରୁ ବିକମିଂ, ଅର୍ଥାତ୍ ତାଙ୍କରି ପରିପ୍ରକାଶ, ସେହି ମୂଳ ସତ୍ତା ହିଁ ବ୍ରହ୍ମ। ତାଙ୍କୁ ଆମେ ସତ୍ ଚିତ୍ ଆନନ୍ଦ ବୋଲି ଜାଣୁ। ଏ ଜଗତ ସେଇ ସଚିଦାନନ୍ଦଙ୍କର ଆତ୍ମପ୍ରକାଶରୁ ସୃଷ୍ଟ। ତାଙ୍କରି ଇଚ୍ଛାରେ ଏ ଜଗତ ସୃଷ୍ଟି ହୋଇଛି। ସୃଷ୍ଟ ବସ୍ତୁରୁ ଭିନ୍ନ ହୋଇ ଏହା କରିନାହାନ୍ତି। ଯେପରି କୁମ୍ଭକାର ଘଟ ଆଦି ଗଢ଼େ, ଘଟଠାରୁ ଘଟକର୍ତ୍ତା ଭିନ୍ନ, କିନ୍ତୁ ଏଠି ସେ କଥା କୁହାଯାଉନି। କୁମ୍ଭାକାର ଯିଏ, ଯୋଉ ଉପାଦାନ ହେଲା ମାଟି, ସିଏ ମାଟିରୁ ଯୋଉ ଘଟଟି ତିଆରି ହେଲା, ସିଏ ମଧ୍ୟ ସେ ସ୍ୱୟଂ ଭଗବାନ। ଏଠି ଯିଏ ସ୍ରଷ୍ଟା, ସେ ସ୍ୱୟଂ ସୃଷ୍ଟି। ସେଇ ସୃଷ୍ଟିରେ ଯାହା ବ୍ୟବହୃତ ସକଳ ଉପାଦାନ ମଧ୍ୟ ସେ। ଏଣୁ ଏ ସୃଷ୍ଟି ମଧ୍ୟରେ ସ୍ରଷ୍ଟାଙ୍କର ଗୁଣଧର୍ମ ନିହିତ ହୋଇ ରହିଛି। ସେହି ପରମ ସତ୍ତା ହୋଇଛନ୍ତି ଆମର ଆତ୍ମା। ଈଶ୍ୱର ସର୍ବଭୂତାନାଂ ହୃଦୟ ତିଷ୍ଠତି। ଆମ ଜୀବନର ଲକ୍ଷ୍ୟ, ଆମର ସମସ୍ତ କାର୍ଯ୍ୟର, ସେ ହିଁ ଆମର ସକଳ ବୃତ୍ତି ମୂଳରେ ବିଦ୍ୟମାନ। ଯେବେ କୌଣସି କବି, ଶିଳ୍ପୀ ବା ସଙ୍ଗୀତଜ୍ଞ କିଛି ସୃଷ୍ଟି କରିବାକୁ ଚାହାନ୍ତି, ପ୍ରଭୁ କହୁଛନ୍ତି ସେ କଣ କିଛି ନୂତନ ସୃଷ୍ଟି କରନ୍ତି? ନା, ବରଂ ତାଙ୍କ ମଧ୍ୟରେ ଯାହା ସଂଯୁକ୍ତ ହୋଇ ରହିଥାଏ, ସେ ତାକୁ ହିଁ ଉଦ୍ଘାଟିତ କରନ୍ତି। ତାକୁ ସେ ତାଙ୍କର ନବୋନ୍ମେଷଶାଳିନୀ ପ୍ରଜ୍ଞା ବଳରେ ପ୍ରକାଶ କରନ୍ତି। ଅର୍ଥାତ୍ ଭଗବାନ ତା ଭିତରେ ବୀଜ ଆକାରରେ ଯେଉଁ ନୂଆ ନୂଆ ତଥ୍ୟ ଦେଇଥାନ୍ତି, ତାର ଉପଯୁକ୍ତ ସମୟ ଆସିଲେ, ଉପଯୁକ୍ତ ରାସ୍ତା ପାଇଲେ ତାର ପ୍ରକାଶ ହେଲା। ସେଇ ଆନନ୍ଦକର ହିଁ ବୁଝିବା, ସେଇ ଆନନ୍ଦକର ହିଁ ଏହା ପରିପ୍ରକାଶ। ମାଙ୍କର ରଚନାବଳୀରେ ମା କହିଛନ୍ତି, ଗୋଟିଏ ଶିଶୁ ସେ ଯେତେବେଳେ ବଢେ, ବିଦ୍ୟା ଶିକ୍ଷା, ଆମେ ତାକୁ ଯେତେବେଳେ ବିଦ୍ୟା ଶିକ୍ଷା କରାଉ, ଆମେ ତାକୁ ବାଧ୍ୟ କରିବା କଥା ନୁହେଁ। ତା ଜୀବନରେ ଆମେ ତାକୁ ଏଇ ରାସ୍ତାରେ ଯା, ଡାକ୍ତର ହୁଅ, ଇଞ୍ଜିନିୟର ହୁଅ, ଏମିତି କେତେ କେତେ ଆମେ ତାକୁ ବାଧ୍ୟ କରିଥାଉ, କିନ୍ତୁ ବାଧ୍ୟ କରିବା କଥା ନୁହେଁ। ଆମେମାନେ ଦେଖିବା କଥା ପିଲାଟିର କେଉଁଥିରେ ଆଗ୍ରହ ଅଛି ବା କେଉଁ ଦିଗ ପ୍ରତି ତାର ଶ୍ରଦ୍ଧା ଆଗ୍ରହ ଅଛି। ତାକୁ ଆମେ ଅନୁସରଣ କରି ସେଇଥିରେ ତାକୁ ସହାୟତା କରିବା କଥା। ତା ଭିତରେ ଯେଉଁ ସମ୍ଭାବନାଟି ଥାଏ ବା ବୀଜ ଆକାରରେ ଅଛି, ସେ ଦିନେ ସ୍ୱତଃ ପ୍ରସ୍ଫୁଟିତ ହେବ। କିନ୍ତୁ ଆମମାନେ କଣ କରୁଛୁ, ଓଲଟା କରିଥାଉ। ମା କହୁଛନ୍ତି ତା ଭିତରେ ସେଇ ସମ୍ଭାବନା ଅଛି, ସେଇ ଦିବ୍ୟ ପରମସତ୍ତାଙ୍କର
संभावना अच्छी ता भितर जो बीज आकार जो देइचंती जो नूतन नूतन तत्व अच्छी ता भितर अच्छी बीज आकार से दिन प्रस्फुटित हो से दिव्य परम सत्तांकर आत्मप्रकाश बा से आनंदकर परिप्रकाश। तो आमे मंजीटे जेमती माटी पुतु से मंजी भितर बीजटीए थाए किंतु ताकि से बाहर को देखा जाएनी कि माटी भितर पोती दो जो उपयुक्त समय है ठीक भाव में पानी पवन लोक पाइला तार जपरी अंकुरोद्गम हुए माटी फटाई जो बाहर को आसे से शिशु वृक्षटी जिते बाहर आलोक पाए तार नव उन्मेष घटे मैंने से दिव्य परमसत्तांकर से आनंदकर परिप्रकाश हुए से जो प्रथम जो गजाटी बाहर तापर दुईटा पत्र बाहर तापर दिन दि दिन पर आउ गोटे पत्र बाहर ताकू आम देखिकी आम भी आनंद अनुभव करूँ आम भितर से दिव्य परम सत्ता ही आनंद अनुभव करती से मंजी भितर से दिव्य परम सत्तांकर आनंद परिप्रकाश हुए आम भितर भी से दिव्य परम सत्ता आनंद अनुभव करे यहपरी भाव में सृष्टि रचना कर सृष्टि लीला चली से आनंद को ही परिप्रकाश करे ता भितर से आनंदमय सत्ता से जो शिशु वृक्षटी भितर से आनंदमय सत्ता मैनिफेस्ट होती ठीक से मानव शिशु भितर से संभावना प्रकाश पाए उपयुक्त परिवेश गुरु पिता माता सहायता मिलला ता भितर जो संभावना संगत अवस्था थाए से दिन परिप्रकाश हुए से आनंदमय सत्ता मैनिफेस्ट होती सेपरी जड़े चिंताशील व्यक्ति बुद्धिजीवी हो जननेता हो जंत्रशिल्पी हो तांको मध्यरे संगुप्त तांकर भावना विचार चिंतन जहाँ से संगुप्त होता है साकार हुए एसबू से ही डिलाइट ऑफ एक्जिस्टेंस कर मैनिफेस्टेशन समग्र सृष्टि तांकरी आत्म प्रकाश ऑल क्रिएशन और बिकमिंग इज नथिंग बट दिस सेल्फ मैनिफेस्टेशन प्रभु कहते एठारे जहा ए सृष्टि रे जहा परिप्रकाश हुए सब पूर्व निर्धारित आ सब बीज आकार थाए संगुप्त ही थाए तार पश्चात से भगवानंकर से शाश्वतंकर इच्छा और संकल्प प्रच्छन्न हुई थाए जेपरी आनंदर उपलब्धि पाई लगे आमको जमी समस्त आयोजन से दिव्य परमसत्तांकर ए सृष्टि रे तांकर ही सब आयोजन एठी जहाँ घटे जहाँ प्रकाश पाए सबु से ही निजे सबु सृष्टि तांकरे से सच्चिदानंदकर लीला ए सब देवमाया सबु तांकर छंद तांकर सत्ता चैतन्य आनंदर विकास तांकरी आत्मरूपायन तांकरी संकल्पर सब परिणत से अरूप भितर रूपर परिप्रकाश ए सब देवमाया देवलीला किंतु मनीष बुझीपारे नहीं जानीपारे नहीं अनुभव रे आसीपारे नहीं कहीं किछु हुए यही थर्ड पैराग्राफ रे प्रभु जणाइछन्ति एबे पैराग्राफ को जीवा as if there is any goal any completeness towards which things tend it can only be the completeness in the individual and in the whole which the individual constitute of its self-existence, of its power and consciousness, and of its delight of being. And paragraph 80 प्रभु आरंभ करचंदी and if there is any goal एही विश्वर एही सृष्टि रो किछि लक्ष्य अछि any completeness towards which things tend सृष्टि रो लक्ष्य जदि परिपूर्णता एही विश्वमय सृष्टि तार परिपूर्णता आड़क मुहाइछि एसबू से विवर्तन क्रिया तार अग्रगति दिगरे चलिछि it can only be the completeness in the individual and in the whole which the individuals constitute एथि परिपूर्णता केवल व्यक्ति सत्ता भितर नुहे
प्रभु ये कहते केवल व्यक्ति सत्ता भितर परिपूर्णता नुहे व्यक्तिर समाहार गठित से गोष्ठी हो समाज हो समग्र जीवन आपणर आत्मसत्ता को परिपूर्ण रूपे मुकुलित करने को हेब आम भितर से आत्मसत्ता अच्छी से ही भगवान आवृत हो रही किंतु आमे तांको बंदी कर देइछु मुकुलित करने को हेब से अच्छी बोली आमको अनुभव करने को पड़िबो कारण भगवान सच्चिदानंद स्वयं परिपूर्ण ईश्वर उपनिषद रे अच्छी वैदिक मंत्र हम समस्ते जानिछे ओम पूर्णमद पूर्णमिदं पूर्णात् पूर्णम उदच्यते पूर्णस्य पूर्णमादाय पूर्णमेवावशिष्यते ओम शांति 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 पूर्णमद से होचंदी पूर्ण पूर्णमिदं ए होचंदी पूर्ण पूर्णात् पूर्णम उदच्यते पूर्ण ठारू पूर्ण पूर्णर उत्पत्ति हुए पूर्ण ठारू पूर्णस्य पूर्णम आदाय पूर्ण ठारू पूर्ण विजय कले काढ़ी नेले तथापि से पूर्ण ही था पूर्णमेवावशिष्यते अवशेष से पूर्ण ही रहे किसी कमेनि किसी ता खाली हुए जिते विजय कले काढ़िले से पूर्ण ही से होचंती स्वयं भगवान ईश्वर परम ब्रह्म पूर्ण विदम से सर्वदा पूर्ण जगत गोटे पूर्ण ब्रह्म होचंती पूर्ण जगत किए कि से निजे तांकरी आत्म प्रकाश सेल्फ मैनिफेस्टेशन बुझा इट्स डिलाइट ऑफ बीइंग से ही आत्म सत्ता को यार शक्ति और चेतना को एवं यार आनंद को से ही डिलाइट ऑफ बीइंग को निज जीवन रे समाज रे समग्र भावे आपणेबा को हेब जीवन रे प्रस्फुटित करबा को हेब यही विश्वास रहबा आवश्यक व्यक्ति बा आमे तांकरी ठारू सृष्टि से आम भितर अछंती से ही मूल उत्स मूल लक्ष्य तांकरी परिप्रकाश आमर उद्देश्य व्यक्ति सतारू विश्वमय आड़कू विश्वमयता को बा निजको वाइडनेस करबा को हेब निजको प्रसारित करबा को हेब से विश्वगता आड़कू बट such completeness is not possible in the individual consciousness concentrated within the limits of the individual permission. प्रभु वाक्य कहते जदि व्यक्ति सत्ता निजर लिमिट भितर थिबो आ सीमा भितर रही सेल्फ सेंटर्ड होई रही आ सेल्फिशनेस दे बंचु थिबो अहंग्र अहं भितर अहंग्र बाउंडारी भितर मु मोर भितर बंचुथिबो एही परी व्यक्ति यदि बंचुथिबो व्यक्ति चेतनार परिपूर्णता असंभव बोली प्रभु सेही सच्चिदानंद को डिलाइट ऑफ एक्जिस्टेंस को अनुभव व्यक्ति करि परिबो नहीं जे यदि एमती व्यक्ति सत्ता भितर बांधी रहिथिबो आ अहं भितर थिबो सेल्फ सेंटर्ड रही डिलाइट ऑफ एक्जिस्टेंस जो ता भितर अच्छी बाहर अच्छी से अनुभव कर absolute completeness is not feasible in the finite because it is alien to the self conception of the finite. व्यक्ति जदि सीमा भितर रहिबो सेल्फ सेंटर्ड थिबो सही परम परिपूर्णता बा एब्सोल्यूट कंप्लीटनेस को अनुभव करिबा उपलब्धि करिबा संभव नहीं सीमा द्वारा आबद्ध जो मन प्राण तार चारि पाखरे जो पाचेरी भितर से रहिता है से किपरि सेही पूर्ण ब्रह्म को प्रकाश करिवो इसे तांको परिप्रकाश करि परिवो कि जहा सीमा द्वारा आबद्ध ता परिपूर्णतार उपलब्धि पाई योग्य हेब किपरि योग्य होई परिबो नहीं because it is alien to the self conception of the finite कारण व्यक्ति व्यक्ति केंद्रिक होइतिबारो
सेल्फ कन्सेप्शन रे थिबारु निजको निजको निजे बहुत प्राधान्य देइथिबारु जे निजको बहुत प्राधान्य देउछि से भगवान ठार दूरे जाउछि जे सेल्फ ओरिएंटेड हो जाउछि से भगवान ठार विच्युत हो जाउछि जेहेतु विश्वमयतार निजको दूरे रखुछि भगवान ठार अलगा हो जाउछि तेनु से आलियन हो जाइछि। ये पैराग्राफ छोटे छोटे अछि therefore the तापर सेंटेंस जिबा therefore the only final goal possible is the emergence of the infinite consciousness in the individual. It is his recovery of the truth of himself by self knowledge and by self realization, the truth of the infinite in being, the infinite in consciousness, the infinite in delight repossessed as his own self and reality, of which the finite is only a mask and an instrument for various expression. Therefore, the only final goal possible is the emergence of the infinite consciousness in the individual. आमे सही फाइनल गोल रे पहुंची पारिबा जेते बेले आमे सही शाश्वतंकर अंश बोली अनुभव करिबा सही शाश्वतंक भितरे आमसे आम से शाश्वत आम भितरे अछंती सही शाश्वत बा अनंत चेतना आड़कू निजकू उन्मिलित करिबा तेबे जाय सही चरम लक्ष्य बा फाइनल गोल रे आमे पहुंची पारिबा। It is his recovery of the truth of himself by self-knowledge and by self-realization. यही सत्य को पुनराय उपस्थापित करा जाय पारिबो यदि व्यक्ति निजे निजर आत्मज्ञान बा आत्म उपलब्धि करिपारिबो। यदि ए आत्मज्ञान आत्म उपलब्धि द्वारा एटा संभव हो पारिबो। जदि आत्मज्ञान और आत्म उपलब्धि न थिबो सेही परम सत्य आम भितरे आमे तांको भितरे आमे तांकर अंश एही सत्य को जानि परबा नाही। The truth of the infinite in being सेही शाश्वत परम ब्रह्म आम सत्ता मध्य अछंती। The infinite in consciousness सेही शाश्वत परम ब्रह्म आम चेतना भितर भी अछंती। इन इन्फिनिट इन डिलाइट सेही शाश्वत चिरंतन सत्य आनंद मध्य अछंती। द इन्फिनिट इन डिलाइट रिपोजेस्ड as his own self and reality, of which the finite is only a mask and instrument for various expression. से इन्फिनिट से शाश्वत निजको पुनस्थापन करुछंती आमरी भितरे आंभ मानको से फाइनाइट बा से ससीम रूपक मुखा रूपरे मुखा ससीम रूपक मुखा को परिधान करछंती। भिन्न भिन्न जंत्र माध्यम रे भिन्न भिन्न रूप माध्यम रे बा विभिन्न रूप रे से निजको प्रकाश करुछंती। से शाश्वत कौन करछंती विभिन्न रूप रे ए जगत रे आमे जहा देखुछे सब भितरे तांकर से निजको रूपायन करछंती बहु रूप रे प्रकाश करछंती। से सबरी भितरे संगृत होई अछंती। से विभिन्न रूप माध्यम रे से निजको प्रकाश करछंती विभिन्न जंत्र माध्यम रे प्रकाश करछंती। ए सस्तिमंकर मुखा को परिधान करछंती भितरे से संगृत होई रहछंती निजको से सस्तिमंक मुखा परिधान करी निजको प्रकाश करछंती। शाश्वत बा से जो शाश्वतंकर मुखा को परिधान करछंती व्यक्ति जदि निजको से विश्वमय आड़कू नेब से कस्मिक आड़कू नेब से विश्वगत भीतर से सेल्फ व्यक्ति केन्द्रिक बाहरी जदि विश्वगत आड़कू निजको प्रवेश करेब से कस्मिक आड़कू नब तापरे निजको जतले विस्तारित करदेव तार रियलाइज होब
ସେଇ ବିଶ୍ୱ ଭିତରକୁ ନିଜକୁ ପ୍ରସାରିତ କରିବ, ତାର ଗୋଟେ ରିଅଲାଇଜ ଆସିବ। ଏମିତି ଯେତେବେଳେ ଏଇ ସମଗ୍ର ବିଶ୍ୱରେ ଏଇ ସମଗ୍ର ସୃଷ୍ଟିରେ ଯେତେବେଳେ ସେ ନିଜକୁ ବିସ୍ତାରିତ କରିଦବ, ସେତେବେଳେ ସେ ଅନୁଭବରେ ଆସିବ ଏଇ ପାଣି, ପବନ, ଆକାଶ, ଚନ୍ଦ୍ର, ସୂର୍ଯ୍ୟ, ତାରା ସବୁଥିରେ ସେ ଶାସକଙ୍କୁ ଅନୁଭବ କରିପାରିବ। ନିଜକୁ ଏଇ ସେଲ୍ଫ ସେଣ୍ଟରରୁ ବାହାରି ନିଜର ବାଉଣ୍ଡାରୀ ଭିତରୁ ବାହାରି ନିଜକୁ ବିଶ୍ୱକତା ଆଡକୁ ନେବାକୁ ପଡିବ। ତାପରେ ଏଇ ବିଶ୍ୱ ଚେତନା ଭିତରକୁ ନିଜକୁ ପ୍ରବେଶ କରିବାକୁ ପଡିବ। ସେଇ ଆମେ ଏମିତି ମାନେ ଯେତେବେଳେ ନିଜକୁ ନବ ନା, ସେତେବେଳେ ତାର ଗୋଟେ ଏତେ ଆନନ୍ଦରେ ସେ ବିଭୋର ହବ, ସବୁ ଭିତରେ ସେ ଅନୁଭବ କରିପାରୁଥିବ। ତାର ଆଉ ଯୋଉ ଦୁଃଖ, ଯୋଉ ଯନ୍ତ୍ରଣା ଏସବୁ ଆସିବ କୋଉଠୁ? ଆସିବନି। ମାନେ ସେ ଯୋଉ ଆକାଶକୁ ଯେତେବେଳେ ଚାହିଁବ, ନିଜକୁ ବିସ୍ତାରିତ ଆକାଶର ଯୋଉ ବିସ୍ତାରିତ ସେ ଦେଖିବ, ଅନୁଭବ କରିବ, ଅନୁଭବ କର ସେଇ ଆକାଶର ନୀଳିମାରେ ବି ସେ ତାଙ୍କୁ ଅନୁଭବ କରିବ। ଆଉ ଯୋଉ ସେଇ ସୂର୍ଯ୍ୟଙ୍କ କିରଣରେ ବି ତାଙ୍କୁ ଅନୁଭବ କରିବ। ସକାଳର ଯୋଉ ଶୀତ ସକାଳର ଯୋଉ ସୁନେଲି କିରଣ ଯୋଉ ବିଚ୍ଛୁରିତ ହୋଇ ପଡିଥାଏ, ସେ ତା ଭିତରେ ବି ସେ ଅନୁଭବ କରିପାରିବ। ଆଉ ତା ଭିତରେ ଆନନ୍ଦ ବି, ସେଇ ଆନନ୍ଦକୁ ଅନୁଭବ କରିପାରିବ। ତାପରେ ଯୋଉ ସକାଳର ସୂର୍ଯ୍ୟ କିରଣ ଯୋଉ ଘାସ ଉପରେ ଯୋଉ ଦୁବ ଘାସ ଉପରେ ଯୋଉ କାକର ବିନ୍ଦୁ ପଡିଥାଏ, ତା ଉପରେ ଯୋଉ ସୂର୍ଯ୍ୟଙ୍କର ସୁନେରୀ କିରଣ ପଡି ଯୋଉ ଚକଚକ କରୁଥାଏ, ତା ଭିତରେ ବି ଯୋଉ ମାଧୁରୀମା, ସେଇ ଅନନ୍ତଙ୍କର ପ୍ରକାଶ ସେ ଅନୁଭବ କରିପାରିବ। ତାପରେ ସନ୍ଧ୍ୟା ସମୟରେ ଯୋଉ ଗୋଧୂଳି ସମୟରେ ଯୋଉ ସୂର୍ଯ୍ୟାସ୍ତ ହୁଅନ୍ତି, ଯୋଉ ସୂର୍ଯ୍ୟଙ୍କର ଯୋଉ ସୁନେଲି ଆଭା ତାର ଚତୁଃପାର୍ଶ୍ୱରେ ଆକାଶରେ ଯୋଉ ବିଚ୍ଛୁରିତ ହୋଇ ପଡିଥାଏ, ତା ଭିତରେ ବି ସେ ସେଇ ଶାସକଙ୍କୁ ଅନୁଭବ କରିପାରିବ। ସେଇ ନିଜେ ଏହି ସବୁ ହେଇଛନ୍ତି, ସେଇ ଅନୁଭବ କରିପାରିବ ଯେ ସେଇ ତାଙ୍କ ଭିତରେ, ସେ ନିଜ ଭିତରେ ତାର ଯୋଉ ସେ ଦିବ୍ୟ ପରମ ସତ୍ତା ଅଛନ୍ତି, ସିଏ ବି ଆନନ୍ଦ ଅନୁଭବ କରିପାରିବେ। ତା ଭିତରେ ବି ସେଇ ଦିବ୍ୟ ପରମ ସତ୍ତାଙ୍କର ସେଇ ଆନନ୍ଦରେ ପ୍ରକାଶ, ତାକୁ ହିଁ ଅନୁଭବ କରିପାରିବ। ତାପରେ ଆମେ ଯୋଉ ନିଶ୍ୱାସ ପ୍ରଶ୍ୱାସ ନଉଛେ, ଯୋଉ ପବନ ଆମେ ଯୋଉ ଅକ୍ସିଜେନ ନଉଛେ, ଯୋଉ ତା ଭିତରେ ବି ସେଇ ଯୋଉ ପବନ କଣ, ସେଇ ଭଗବାନଙ୍କର ହିଁ ଅବଦାନ। ସେଇ ଭଗବାନ ନିଜେ ସେଇ ମୃଦୁ ମଳୟ ପବନରେ ଯେତେବେଳେ ଆମେ ତାର ଯୋଉ ସିଂ 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 ଶବ୍ଦର ଗୁଞ୍ଜରଣ ଆମକୁ ଯୋଉ ଆନନ୍ଦ ଲାଗେ, ତା ଭିତରେ ହିଁ ସେଇ ଭଗବାନଙ୍କୁ ଅନୁଭବ କରିପାରିବ। ଏଇ ଅନୁଭବରେ ହିଁ ତ କବିର କଳ୍ପନା, ତାର ଭିତରେ ଯୋଉ ସଂଯୁକ୍ତ ହୋଇ ଯୋଉ ତାର ସମ୍ଭାବନା ଥାଏ, ସେ ଯୋଉ ତାର ସବୁ ପ୍ରକାଶ ହୁଏ ନା, ସେ ତାକୁ ଲେଖି ପକାଏ କବିତା ଆକାରରେ। ସେ ସବୁ କୋଉଠି ହୁଏ? ସେଇ ଶାସକଙ୍କର ସବୁ ପରିପ୍ରକାଶ ସବୁ ସଂଯୁକ୍ତ ହେଇଥାଏ। ସେଇ ସବୁ ଆମକୁ ସେଇ ବିଶ୍ୱମୟତା ଆଡକୁ ଯିବାକୁ ପଡିବ, ସେଇ କସ୍ମିକ ଆଡକୁ, ଆମ ସେଇ ୱାଇଡନେସ୍ ଆଡକୁ ନିଜକୁ ବିସ୍ତାରିତ କରିବାକୁ ପଡିବ। ପଢିଲେ ଯାଇକି ଆମେ ସେଇ ଭଗବାନଙ୍କୁ, ସବୁରି ଭିତରେ ଭଗବାନ ଅଛନ୍ତି, ସେଇ ଶାସକକୁ ଆମେ ଅନୁଭବ କରିପାରିବା। ଆଉ ଏଇ ଯୋଉ ଚଢେଇ ମାନଙ୍କୁ ଦେଖିବା, ଯୋଉ ବିଭିନ୍ନ ପ୍ରକାର ଯୋଉ ତାଙ୍କର ସ୍ୱର, ଯୋଉ ବିଭିନ୍ନ ତାଙ୍କର ଯୋଉ କାକଳି, ତା ଭିତରେ ଯୋଉ ସୁନ୍ଦର ଲାଗେ, ସେଇ ଯୋଉ ତା ଭିତରେ ବି ଆମେ ଅନୁଭବ କରିପାରିବା। ଏତେ ବିଭିନ୍ନ ପ୍ରକାର ଚଢେଇ, ସୁନ୍ଦର ସୁନ୍ଦର ଚଢେଇ, ତା ଭିତରେ ଯୋଉ ବିଭିନ୍ନ ତାଙ୍କର ଗୋଟେ ସ୍ୱର ବି ନୁହେଁ, ବିଭିନ୍ନ ପ୍ରକାର କାକଳି ତାଙ୍କର ଯୋଉ ସ୍ୱର ବାହାରେ, ତାଙ୍କର ଯୋଉ ବିଭିନ୍ନ, ତାକୁ ଯେତେବେଳେ ଆମେ ଅନୁଭବ କରିବା, ତାହା ଭିତରେ ବି ଆମେ ଏତେ ସୁନ୍ଦର ସ୍ୱର ଏତେ କୋଉଠୁ ଆସିଲା ତା ଭିତରେ? ସେଇ ଚଢେଇ ମାନଙ୍କ ଭିତରେ ଏସବୁ ବିଭିନ୍ନ ପ୍ରକାର କାକଳି ସ୍ୱର, କିନ୍ତୁ ଆମେ ସବୁ ଯାକ ଆମକୁ ବହୁତ ସୁନ୍ଦର ହୁଏ ଆଉ ସୁନ୍ଦର ବି ଲାଗେ। ତା ଭିତରେ ଗୋଟେ ମାଧୁରୀମା ଥାଏ, ଆମେ ତାକୁ ଅନୁଭବ କରୁ। ସେ ସବୁ କାହାର ପ୍ରକାଶ? ସେଇ ଆନନ୍ଦଙ୍କର ପରିପ୍ରକାଶ। ଆମେ ଖାଲି ସବୁ ଭିତରେ ନିଜକୁ ବିସ୍ତାରିତ କଲେ ସବୁ ଅନୁଭବ କରିପାରିବା। ଆଉ ସମୁଦ୍ର କୂଳରେ ଠିଆ ହେବା, ସମୁଦ୍ରର ଯୋଉ ବିସ୍ତାରିତ ଜଳରାଶିରେ ତାକୁ ହିଁ ଅନୁଭବ କରିପାରିବା। ସେ ଯୋଉ ଢେଉ ମାନ ସବୁ ଆସିକି କୂଳରେ ବାଜୁଥାଏ, ତା ଭିତରେ ବି ଭଗବାନଙ୍କୁ ଅନୁଭବ କରିପାରିବା। ଏସବୁ କେମିତି ତାର ଅହରହ ଦିନ ରାତି ଚାଲିଛି, ତାକୁ କିଏ କରଉଛି? ସେ ତ କେବେ ଥକୁନି, ତାର ଦିନ ରାତି ସିଏ ତାର ସେଇ ଗର୍ଜନ କରିକି ତାର କୂଳରେ ଆସି ପିଟି ହଉଛି, ଲହରୀ ମାନ ଆସୁଛି। ଆଉ ଅମାବାସ୍ୟାରେ ତାର ଯୋଉ ବହୁତ ବିସ୍ତାରିତ ହେଇଯାଉ, ଫୁଲି ଉଠେ ଯୋଉ ସମୁଦ୍ର ଜଳରାଶି ପୂର୍ଣ୍ଣମୀରେ, ଏସବୁ କେମିତି ହଉଛି? ଏସବୁ ସେଇ ଭଗବାନଙ୍କର ଲୀଳା, ସେଇ ଭଗବାନଙ୍କର ପରିପ୍ରକାଶ। ଆମକୁ ନିଜକୁ ବିସ୍ତାରିତ କଲେ ସେଇ ଆନନ୍ଦମୟ ଚେତନାକୁ ଅନୁଭବ କରିପାରିବା। ଆଉ ଆମେ ଜାଣୁଛେ ସମସ୍ତେ, ସେ ବିଭିନ୍ନ ପ୍ରକାର ଫୁଲକୁ ଯୋଉ ଫୁଟେଇଛନ୍ତି ଭଗବାନ, ଯଦି ଗୋଟେ ପ୍ରକାର ଫୁଲ ଫୁଟିଥାନ୍ତା, ଆମେ କଣ ତାକୁ ଏତେ ଆନନ୍ଦ ଆମକୁ ଆସିଥାନ୍ତା କି? ବିଭିନ୍ନ ରଙ୍ଗର ଫୁଲ, ସେ ରଙ୍ଗ ସବୁ କୋଉଠୁ ଆସୁଛି? ବିଭିନ୍ନ ପ୍ରକାର ରଙ୍ଗ, ମାନେ ସେ ରଙ୍ଗର ଯୋଉ
କଣ ତାକୁ ତ ଆମେ ଯୋଉ ରଙ୍ଗ ଯୋଉ କପଡା ଯୋଉ ମଣିଷ କୃତ ତା କଣ ମାନେ ରଙ୍ଗ ଗୁଡାକ ଧୋଇ ଯାଉଛି। ଫୁଲର ଯୋଉ ରଙ୍ଗ ତାର ଯୋଉ ସୁବାସ ସେ କେବେ ଚାଲି ଯାଉଛି କି ତା ରଙ୍ଗ କେବେ ଧୋଇ ଯାଉଛି? କାହିଁକି ନା ସେ ଭଗବାନଙ୍କର ସୃଷ୍ଟି, ଭଗବାନଙ୍କର ପରିପ୍ରକାଶ। ଏତେ ସବୁ ରଙ୍ଗ ବେରଙ୍ଗ ଫୁଲ ଏତେ ସୁନ୍ଦର ଏତେ ମାଧୁର୍ଯ୍ୟତା ଆସୁଛି କୋଉଠୁ? ସବୁ ସେ ଭଗବାନଙ୍କର ପରିପ୍ରକାଶ। ଆଉ ଫୁଲ ବିଭିନ୍ନ ଫୁଲରେ ଯୋଉ ବିଭିନ୍ନ ସୁବାସ ସେ ଆସୁଛି କୋଉଠୁ? ତାର ସେ ଯେତେବେଳେ ସୁଗନ୍ଧରାଜ ମଲ୍ଲିଟେ ଫୁଟୁଛି, ମଲ୍ଲି ଗୋଟେ ଫୁଟୁଛି ତା ଆଖପାଖ ବି ସୁବାସିତାରେ ମଲ୍ଲି ଜାଣି ହେଇଯାଉଛି ଏଇ ମଲ୍ଲି ଫୁଲ କୋଉଠି ଫୁଟିଛି, କି ସୁଗନ୍ଧରାଜ ଫୁଲ କୋଉଠି ଫୁଟିଛି। ଏସବୁ ସେ ଭଗବାନଙ୍କର ଲୀଳା, ସେ ଦିବ୍ୟ ମାୟା କହି ଅତ୍ୟୁକ୍ତି ହେବନି। ଯେ କୁହନ୍ତି ରାତିରେ ଧଳା ଫୁଲ ଫୁଟେ, ଏସବୁ କଣ ହଉଛି? ଏସବୁ ଜିନିଷ ସବୁ ସେଇ ଭଗବାନଙ୍କର ଲୀଳା। ଆମେ ଯଦି ସେଇ ପରିପୂର୍ଣ୍ଣତା ଆଡକୁ ଯିବାକୁ ଚାହିଁବା, ଆମେ ସୀମା ନୁହେଁ, ଆମେ ଭୂମାକୁ ଯିବାକୁ ପଡିବ। ଆମେ ଏଇ ଭୂମାକୁ ବୁଝିବା, ତେବେ ଯାଇ ଏଇ ସୀମାବଦ୍ଧତା ଯୋଉ ସୀମାବଦ୍ଧ ସୃଷ୍ଟି ହେଇଛି ଆମ ଭିତରେ, ଆମେ ଯୋଉ ସୀମାବଦ୍ଧରେ ବାନ୍ଧି ହୋଇ ରହିଛୁ ଭିତରୁ ବାହାରି ଯିବା। ସେଇ ପରିପୂର୍ଣ୍ଣତାକୁ ଯଦି ଆମେ ଆମ ଭିତରେ ଆମେ ଅନୁଭବ କରିବା, ପରିପ୍ରକାଶ କରିବାକୁ ଚାହିଁବା, ସେଇ ଅନନ୍ତ ଅସୀମ ଭୂମା ସେଇ ସଚ୍ଚିଦାନନ୍ଦଙ୍କର ଅଭିବ୍ୟକ୍ତି ଆମେ ଘଟାଇ ପାରିବା, ଆଉ ସେ ଆମ ଭିତରେ ଘଟି ପାରିବ। ଏହା ସମ୍ଭବ ହୋଇପାରିବ ଯଦି ଏହା ହୋଇଥାଏ ଦିବ୍ୟ ରୂପ ଲୀଳାର ଏକ ସାଧନ, ଦିବ୍ୟ ପ୍ରକାଶର ଏକ ଆବରଣ ମୁଖା। ଏଇ ଯୋଉ ସସୀମର ଏଇ ଜାଗତି ବସ୍ତି ଯାହା ଦେଖୁଛେ ସେ ସବୁ ମୁଖା ସଦୃଶ ସେ ପରିଧାନ କରିଛନ୍ତି, କିନ୍ତୁ ସବୁରି ଭିତରେ ସେଇ ସଂଗୃତ ହୋଇ ସେ ସଚ୍ଚିଦାନନ୍ଦ ଅଛନ୍ତି। ସେ ନିଜକୁ ସଚ୍ଚିଦାନନ୍ଦ ଦେଶ କାଳ ମଧ୍ୟରେ ଆପଣାର ସମ୍ପ୍ରସାରିତ ଚେତନସତ୍ତାକୁ ଆତ୍ମସମାହିତ କରିଛନ୍ତି ସେ ଜଡ ରୂପରେ, ଆଉ ଜାଗତିକ ବସ୍ତୁ ରୂପରେ। ସେଇ ଗଛ ବୃକ୍ଷ ଜୀବଲତା ସ୍ଥାବର ଜନ୍ମ ଏଇ ଜୀବଜନ୍ତୁ ମଣିଷ ସବୁରି ଭିତରେ ତାଙ୍କରି ପରିପ୍ରକାଶ। ଏଇ ଜଗତରେ ଆମେ ଯାହା ଦେଖୁଛୁ ସବୁ ସେଇ ପୂର୍ଣ୍ଣ ବ୍ରହ୍ମ, ସବୁ ତାଙ୍କରି ପରିପ୍ରକାଶ, ତାଙ୍କରି ଆତ୍ମରୂପାୟନ। ସର୍ବ ବ୍ରହ୍ମମୟଂ ଜଗତ, ଜଗତ ବ୍ରହ୍ମଙ୍କ ଉପାଦାନରେ ଗଢା, ଏହା ବ୍ରହ୍ମଙ୍କ ଦ୍ୱାରା ଆବୃତ ହୋଇ ରହିଛି। ବ୍ରହ୍ମ ମଧ୍ୟ ଜଗତ ଦ୍ୱାରା ଆବୃତ ଅଛନ୍ତି, ଜଗତ ବ୍ରହ୍ମକୁ ଆବୃତ କରି ରଖିଛି, ବ୍ରହ୍ମ ମଧ୍ୟ ଜଗତକୁ ଆବୃତ କରି ରଖିଛି। ଯେମିତି ସୁନାରେ ଅନେକ ଅଳଙ୍କାର ଗହଣା ତିଆରି ହୋଇଥାଏ, ପ୍ରତ୍ୟେକ ଗହଣାରେ ହିଁ ସୁନା ଥାଏ, କିନ୍ତୁ ସମସ୍ତ ଗହଣାର ନାମ ହଉଛି ଅଲଗା ଅଲଗା। କାନ ଫୁଲ, ନାକ ଫୁଲ, ହାର, ଏସବୁ ବିଭିନ୍ନ ପ୍ରକାର ଯିଏ ଯେତେ କରିପାରିଲା, ମୁଣ୍ଡ ଫୁଲ ଯୋଉ ଗଲେ ସେ ମାନେ ସବୁ ମୂଳରେ ସେଇ ସୁନା, କିନ୍ତୁ ତାର ଯେତେବେଳେ ଗହଣା ତିଆରି ହଉଛି, ବିଭିନ୍ନ ପ୍ରକାର ଗହଣା ତିଆରି ହଉଛି, ତାର ନାମ ହେଇଯାଉଛି ଅଲଗା ଅଲଗା, କିନ୍ତୁ ସବୁର ତାର ମୂଳ ଉପାଦାନ ହଉଛି ସୁନା। ସେମିତି ସେପରି କାଠରେ ଅନେକ ଆସବାବପତ୍ର ତିଆରି ହୋଇଥାଏ, ସବୁ ଆସବାବପତ୍ର ର ନାମ ସବୁ ଅଲଗା ଅଲଗା, କିନ୍ତୁ ତାର ମୂଳ ଉପାଦାନ କଣ? ତାର ମୂଳ ଉପାଦାନ ହଉଛି ସେଇ କାଠ। ଆମର ସେମିତି ଆମେ ଯେତେ ଭଗବାନ ସୃଷ୍ଟି, ଆମେ ସୃଷ୍ଟି ଭଗବାନ ନିଜେ ଏକରୁ ବହୁ ହୋଇଛନ୍ତି, ଏକ ହିଁ ବହୁସ୍ୱାମୀ, ଯୋଉ ଏକରୁ ସବୁ ବହୁ ହେଇଛି, ଆମେ ସୃଷ୍ଟିରେ ଯାହା ଦେଖୁଛେ ସବୁର ମୂଳ ଉପାଦାନ ଭଗବାନ। ଆମେ ଆମର ହିଁ ଆମ ଭିତରେ ହିଁ ସେଇ ଭଗବାନ ଅଛନ୍ତି, ସେଇ ପରମ ସତ୍ତା, ସେଇ ଆନନ୍ଦ ସତ୍ତା ଅଛନ୍ତି। ଆମେ ବି ସେଇ ଆମର ବି ମୂଳ ଉପାଦାନ ସେଇ ଭଗବାନ, କିନ୍ତୁ ଆମେ କଣ କରୁଛେ? ଆମେ ଏଇ ଜଗତରେ ରହି କଣ କରୁଛେ? ବାପା ମା ପୁଅ ଝିଅ, ଶାଶୁ ଶ୍ୱଶୁର, ଆତ୍ମୀୟ ବନ୍ଧୁ, ଏଇ ଧନ ସମ୍ପତ୍ତି, କୋଠା ବାଡି, ଚାକିରି, ପଇସା ପତ୍ର, ଏଇଥିରେ ଆମେ ଡୁବି ରହିଛୁ, କିନ୍ତୁ ସବୁର ମୂଳ ଉପାଦାନ ଭଗବାନ ବୋଲି ଆମେ ଭୁଲି ଯାଉଛୁ। ଆମେ ଜଗତରେ ଯାହା ଭିତରେ ବୁଡିକି ରହିଛୁ ଏ ସବୁ ମାୟା, ସବୁ ଏଇ ତାଙ୍କରି ମାୟା। ଆମେ ସମସ୍ତେ ମାନବୀୟ ସ୍ତରରେ ଅଛେ, ମାନବୀୟ ସ୍ତରରୁ ଈଶ୍ୱରୀୟ ସ୍ତରକୁ ବା ଆଧ୍ୟାତ୍ମିକ ସ୍ତରକୁ ଯିବାକୁ ହେଲେ ଆମକୁ ଶାସ୍ତ୍ର ଅଧ୍ୟୟନର ଆବଶ୍ୟକତା ରହିଛି। ଏହା ଆମକୁ ଏଇ ଶାସ୍ତ୍ର ଅଧ୍ୟୟନ ଆମକୁ ଆତ୍ମଜ୍ଞାନ ଦେବ, ଆଉ ଆତ୍ମ ଉପଲବ୍ଧିରେ ମଧ୍ୟ ସହାୟକ ହେବ। ଯେ ପର୍ଯ୍ୟନ୍ତ ଆମର ଆତ୍ମଜ୍ଞାନ ନ ହେଇଛି, ଆମେ ନିଜକୁ ଆନାଲାଇଜ ନ କରିଛେ, ନିଜ ଭିତରକୁ ଇନର ୱାର୍ଡ ନ ହେଇଛେ, ଏଇ ଯୋଉ ସରଫେସ ରୁ ବାହାର ବାହ୍ୟ ଜଗତରୁ ବାହାରି ତା ଭିତରେ
ସେଇଥିରେ ଆମେ ମୋହିତ ନ ହୋଇ ଆମେ ଯେତେବେଳେ ଇନର ୱାର୍ଡ ହବା, ଆମେ ନିଜକୁ ନିରୀକ୍ଷଣ କରିବା, ନିଜକୁ ଆନାଲାଇଜ କରିବା, ଯୋଉ ଆମେ କେଉଁଠୁ ଆସିଛୁ, ଆମେ କିଏ, ଏଇ ଯୋଉ ଆତ୍ମଜ୍ଞାନ ଏମିତି କେତେ ଅଛି। ଏଇ ଯୋଉ ଆତ୍ମଜ୍ଞାନ ଆମର ଯେତେ ପର୍ଯ୍ୟନ୍ତ ନ ଆସିଛି, ଆଉ ତାଙ୍କୁ ଯେତେ ସେଇ ଆମ ଭିତରେ ଅଛନ୍ତି, ସେ ନଥିଲେ ଆମେ ନିଶ୍ୱାସ ପ୍ରଶ୍ୱାସ ବି ନେଇପାରନ୍ତେ ନାହିଁ। ଆମେ ଆମ କିଛି କୌଣସି କାର୍ଯ୍ୟ ବି କରି ସେ ନଥିଲେ ତ ଆମେ ତ ନା, ଆମର ଆତ୍ମ ଉପଲବ୍ଧି ଯେ ପର୍ଯ୍ୟନ୍ତ ନ ହୋଇଛି, ସେଇ ବ୍ରହ୍ମ ଆମରି ମଧ୍ୟରେ ଅବସ୍ଥାନ କରୁଥିଲେ ମଧ୍ୟ ଆମେ ଜାଣିପାରିବା ନାହିଁ। ତ ଆମକୁ ଆତ୍ମଜ୍ଞାନ ଦରକାର, ଆମର ଆତ୍ମ ଉପଲବ୍ଧି ଦରକାର। ଏଥିପାଇଁ ଆମକୁ ଶାସ୍ତ୍ର ଅଧ୍ୟୟନ ନିହାତି ସହାୟତା କରିବ। ଆମେ ଶାସ୍ତ୍ର ଅଧ୍ୟୟନ ଶାସ୍ତ୍ର ହିଁ ଆମେ କିଛି ଆମେ ଶିଖିପାରିବା, ଜାଣିପାରିବା, ଆମେ ନିଜ ଜୀବନରେ ପ୍ରୟୋଗ କରିପାରିବା। और ପ୍ରଶ୍ନଟି ଅଛି, ପାରାଗରଟା ବହୁତ ଛୋଟ ଥିଲା। ଯାଏ ସେଇ ଚୈତ୍ୟ ଆଡକୁ ଯାଏ, ଆତ୍ମଗତ ସାମର୍ଥ୍ୟ ଲାଭ କରିବ, ସେଇ ଚୈତ୍ୟ ଆଲୋକରେ ନିଜକୁ ଆଲୋକିତ କରିବ। ଆଉ କୁହାଯାଉଛି ନା, ଚୈତ୍ୟ ସତ୍ତାକୁ ଯେତେବେଳେ ଆବିଷ୍କାର କରିବ, ବ୍ୟକ୍ତି ଯେତେବେଳେ ମନରୁ ଅନ୍ତର୍ଗତ ସତ୍ୟ ଆଡକୁ ଯିବ, ବିଶ୍ୱ ସହିତ ସମ୍ପର୍କିତ ହେବ, ଯେତେବେଳେ ଚୈତନ୍ୟ ସହିତ ସମ୍ପର୍କିତ ହେବ, ତାର ଗୋଟେ ଆତ୍ମଗତ ସାମର୍ଥ୍ୟକୁ ସେ ଲାଭ କରିବ। ସେ ଗୋଟେ ନିଶ୍ଚିତତା ଭିତରକୁ ଯିବ। ଯଦିଓ ଆମେ ଆରମ୍ଭ ସ୍ତରରେ ଅଛୁ, ପ୍ରଥମ ଅବସ୍ଥାରେ ଅଛୁ, ବେଶୀ ବାଟ ଯାଇନାହୁଁ, ସେ ଆଶ୍ରୟଗତାର କିଛି କିଛି ଅନୁଭୂତି ପାଉଛୁ। ବାହ୍ୟ ଭାବରେ ସମସ୍ତେ ଭିନ୍ନ, ଆମକୁ ଲାଗୁଛି ବାହ୍ୟ ଭାବରେ ସମସ୍ତେ ଭିନ୍ନ, କିନ୍ତୁ ଅନ୍ତର୍ଗତରେ ସେଇ ଏକ ହିଁ ଶକ୍ତି ଦ୍ୱାରା ସମସ୍ତେ ପରିଚାଳିତ, ସେଇ କନସିୟସ ଫୋର୍ସ ଦ୍ୱାରା, ସେଇ ସତ୍ୟ ଚେତନା ଦ୍ୱାରା ସମସ୍ତେ ପରିଚାଳିତ। ସେ ଆହ୍ୱାନଟିଏ ଦେଉଛନ୍ତି, ଯିଏ ଯେତେ ସେ ଆମକୁ ଆହ୍ୱାନଟିଏ ଦେଉଛନ୍ତି, ଯିଏ ଯେତେ ଅନ୍ତର୍ଗତ ହେବ ସେତେ ତାର ଜ୍ଞାନର ଉଦୟ ହେବ। ସେଇ ଏକ ହିଁ ଶକ୍ତି ସମସ୍ତଙ୍କ ଭିତରେ ପରିଚାଳିତ କରିବ। ସେ ବାହ୍ୟକୁ ପରିଚାଳିତ କରୁଛନ୍ତି। ଯେତେ ଅନ୍ତର୍ଗତ ହେବ, ଯେତେ ସମ୍ବୋଧିଗତ ଜ୍ଞାନ ଅନ୍ତର୍ଗତ ହେବ, ତାର ସମ୍ବୋଧିଗତ ଜ୍ଞାନ ସେତେ ବଢି ବଢି ଯାଉଥିବ। ଏତେ ସବୁ ଅନାବଶ୍ୟକ ଧର୍ମ, ଅନାବଶ୍ୟକ ଜିନିଷକୁ ସେ ଜାବୁଡି ଧରିଛି, ସେ ଅନୁଭବ କରିପାରିବ, ଜାଣିପାରିବ, ସେ ତାର ଆଧ୍ୟାତ୍ମିକ ଆଡକୁ ଅଗ୍ରଗତି କରିବ। ସେଇ ଭଗବାନଙ୍କର ଉପସ୍ଥିତି, ସେଇ ଭଗବାନଙ୍କର ସାନ୍ନିଧ୍ୟରେ ଆସିପାରିବ। ଆଉ ସେଇ ମୂଳ ଶକ୍ତିକୁ ଜାଣିବ, ସେହି ଆମର ମୂଳ ସତ୍ୟ, ସେହି ଆମର ମୂଳ ଉତ୍ସ। ସେ ସେଇ ଆତ୍ମାର ପ୍ରେରଣାରେ ପରିଚାଳିତ ହେବ। ଯେ ପର୍ଯ୍ୟନ୍ତ ଆମେ ଏଇଥିରେ ଆମକୁ ଲାଗି ରହିବାକୁ ପଡିବ, ଯେ ପର୍ଯ୍ୟନ୍ତ ଏସବୁ ଜିନିଷ ଆମ ଭିତରେ ସ୍ଥାୟୀ ନ ହୋଇଛି, ସେ ପର୍ଯ୍ୟନ୍ତ ଆମେ ସ୍ଥାନ ପଥନ ଦେଇ ଗତି କରୁଥିବା। ଆଉ ଆମକୁ ଏଇ ଲକ୍ଷ୍ୟ ଦିଗରେ ଆଗେଇବାକୁ ପଡିବ। ସେଇ ଆତ୍ମଜ୍ଞାନକୁ, ଆତ୍ମ ଉପଲବ୍ଧିକୁ ଆଣିବାକୁ ପଡିବ। ରହୁଛି, ଯାହା ବୁଝିଲେ ପ୍ରକାଶ କଲେ, ପୁନଃ ଆଲୋଚନାରେ ଆଉ ଟିକେ କ୍ଲାରିଫାଇ କରିବା। ବନ୍ଦେ ମାତରମ୍। ସମସ୍ତଙ୍କୁ ପ୍ରଣାମ।